हेलो ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ। ଏନ୍ତା ଅଛନ୍ ଆପଣମାନେ? ଭାବୁଛି ଆପଣମାନେ ଭଲରେ ଥିବେ। ଆମେ ବି ସମସ୍ତେ ଭଲ ଅଛୁ। ଆଉ ଏଇଟା ବହୁତ ଦିନ ହେଲାନ ଭିଡ଼ିଓ ନାଇଁ ଛାଡ଼ୁଥିଲି। 8-9 ଦିନ ହେଇଗଲାନ। ବହୁତ ଦିନ ପରେ ଏଇଟା ଭିଡ଼ିଓ ଛାଡ଼ିଲି। ଆଉ ଭିଡ଼ିଓ ଦେଖୁନ୍ ଭଲ ଲାଗ୍ବା ବେଲେ ଟିକେ ଲାଇକ୍ କରିବେ। ମୋର ଚ୍ୟାନେଲ୍ରେ ନୂଆ ଅଛନ୍ ବୋଲେ ଚ୍ୟାନେଲ୍ ସବସ୍କ୍ରାଇବ୍ କରିବେ। ଆଉ ଆଗ୍କେ ଆହୁରି ଏଥର ବଢ଼ିଆ ବଢ଼ିଆ ଭିଡ଼ିଓ ଦେମି ଦେଖିବେ। ବିହାଘର ବରୁଘର ମାନେ ଆସିଛେ, ବଢ଼ିଆ ଭିଡ଼ିଓ ମାନେ ଦେଖବାର୍ ଲାଗି ପାଇବେ। ପୁରା ସବୁ ସୁଟ୍ କରମି। ଆଉ ଇଆଡ଼େ ସିଆଡ଼େ ଯାଇଥିଲି ହେଲା ସୁଟ୍ କରବାର୍ ଲାଗି ପାସ୍ରି ହେଇଗଲା। ନାଇଁ ସୁଟ୍ କରିନ, ବହୁତ ଜିନିଷ ରହିଗଲା। ଆଉ ଯେତ୍କି ବି ସୁଟ୍ କରିଛେ ଆପଣମାନଙ୍କୁ ଦେଖୁଛେଁ, କାମରେ ଟିକେ ବ୍ୟସ୍ତ ରହିଯାଇଛେ। ଜାଣିଛନ୍ ଆପଣମାନେ ବାପାର ଦେହ ଟିକେ ଭଲ ନାହିଁ, ହେଥିର୍ ଲାଗି ଭିଡ଼ିଓ ଟିକେ ବନେଇ ନାଇଁ ପାରବାର୍କେ ସବୁବେଲେ ଲେଟ୍ ହେଇଗଲା ହେଥିର୍ ଲାଗି। ଆଉ ଦେଖୁନ୍ ଇଟା ସକାଳ ସକାଳ ସିନ୍। ଏନ୍ତା ଗଛ ମାନେ ସବୁ ଏଇଟା ପୁରା ଫୁଲ ଫଲରେ ପୁରା ଭରିକରି ଅଛେ। ବଢ଼ିଆ ଦିଶୁଛେ। ଆମ୍ବ ବଉଳ ମାନେ ହେଇକିରି ଛୋଟ ଛୋଟ କଷି ମାନେ ହେଇଛେ। ବାରିଆଡେ ଟିକେ ଏଟା ବୁଲୁଥିଲି, ଫୁଲ ଫୁଲା ତୋଲଲି। ତାପରେ ଏଇଟା ଆସିକିରି ଘର ଟିକେ ଖଟ ପିଢା ଏଇଟା ଟିକେ ଝାରୁଛେ। ଝାରି ଝୁରା ଦେମି, ତାରପରେ ବାକି କାମ କରମି। ଏଟା ପକାଧୁଆ ଆଉ ଖଟ ପିରା ଝାଡ଼ି ଦେଇକିରି ବଣ୍ଡା ବଣ୍ଡି କରିଦେଇକିରି ତାପରେ ଗାଧେଇ ଗଲେ ଭଲ ଲାଗ୍ସି। ଆସିଲେ ପୂଜାପୂଜି କରିକିରି ବାକି କାମ କରି ହେସି। ଝାଡ଼ି ଝୁରା କରି ଆଗ ବଣ୍ଡେଇ ଦେମି ଟିକେ, ତାରପରେ ବେଡ଼ସିଟ୍ କେ ପକାମି। ଖଟ୍ ତଲ ତୁଲା ମୁଇଁ କିଛି ନାଇଁ ରଖି, ସବୁଆଡ଼ ସବୁଦିନ ପୁରା ବଣ୍ଡାସି ଖଟ୍ ତଲ ବି। ଏଟା ପୁରା ସଫା ହେଇଗଲା। ସକାଳୁ ଏ କାମଟା କରିଦେଇକି ତାରପରେ ଗାଧେଇ ଯିବେ ବୋଲେ ପୁରା ଘର ଭଲ ଲାଗ୍ସି, ଫ୍ରେଶ୍ ଲାଗ୍ସି। ତାରପରେ ମୋର ମହାପ୍ରଭୁ ଘର ବି ଇଟା ଆଉ ବେଡ଼ରୁମ୍ ବି ଇଟା ଦୁଇଟା ହେଇଯାଉଛେ। ବୋଲେ ନାଇଁ ବଣ୍ଡେଇ ବୁଣ୍ଡା କରି ଇଟା କରିଥିବେ, ସଫା କରିଥିବେ ବୋଲେ ଗାଧେଇକିରି ଆସିଲେ ଭଲ ନାଇଁ ଲାଗି, ପୂଜା ଟିକେ ବି କରି ନାଇଁ ହୁଏ। ଏଇଟା ଥିଲା ବାହାରେ ପଡ଼ିଥିଲା ଟେବୁଲରେ, କଦଳୀ କୁଦଲା ତାକେ ସାଇଜ୍ କରି ରଖିଦେମି। ଟିଫିନ୍ ଟିକେ ବନାମି, ତାରପରେ ଯାଇ ଗାଧେଇ ଯିମି। ଦେଖୁନ୍ ଏଟା ଜରିରେ ବାହାର କରିଦେଇଥିଲି, କାଲି ଯେନ୍ ଆଣିଥିଲୁ ଜରିରେ ରଖିଦେଇଥିଲି। ହେଟା ଆନ୍ତି ବାହାରେ। ମୂଷା ମାନେ ତ ବହୁତଟେ ପୁରା ହଉଛନ୍ ଆମର ଘରେ। ଆଉ ସବୁ ଜିନିଷ ପୁରା ଖାଇ ଦଉଛନ୍। ରାତି ଯାକ ତାକର ସେଥିରେ ଚାଲିଛେ। ଏଟା ପାନି ଗରମ କରିଥିଲି, ଟିକେ ଶୀତ ହଉଥିଲା। ଦିନେ ଦିନେ ଶୀତ ହେଇଯାଉଛେ, ଦିନେ ଦିନେ ଗରମ ହେଇଯାଉଛେ। ତାରପରେ ଏଇଟା ଥିଲା ବ୍ରତ ଗୁରୁବାର। ସକାଳୁ ଏଟା ଗାଧେଇ ଗୁଧା କରି ଆସିକିରି ଏଇଟା ପୂଜା କରୁଥିଲି। ଦେଖନ୍ ମୋର ମହାପ୍ରଭୁ କେତେ ମନ୍ଦାର ଫୁଲ, ପୁରା ଧଲାଟା, ଘିଅ କଲର, ଲାଲଟା, ସବୁ ମନ୍ଦାର ଫୁଲ ମାନେ ପୁରା ଜୋରଟେ ଫୁଲ ଥିଲା। ଏଇଟା ବ୍ରତ ମଡ଼ା ଆମର 10ଟା ମଡ଼ା କ୍ଷୀରି। ଦେଖୁନ୍ ଏଟା କେତେ ସୁନ୍ଦର ମଡ଼ା ହେଇଛେ ଯେ ତାରପରେ ଏଇଟା ଭାତ ଭୋଗ ଦେଇଥିଲି, ଡାଲି, ଆମିଲ, ତରକାରୀ, ଶାଗ। ବୁଧବାର ଦିନ ବଜାରରୁ ପନିପରିବା ନେଇ କରିଥିଲି, ହେଲେ କିଛି ତରକାରୀ ପରିବା ନାଇଁ ଆନିକି ଆମିଲ ପରିବା କିଛି ନା ଆନି, ଏନ୍ତି ସେନ୍ତି କରି କରିଦେଲି। ଫୁଲକୋବି ଫେରିନେ ଘେନେଇଥିଲି, ଫୁଲକୋବି ଘେନାଲି, ମୂଲା ଘେନାଲି, ଆଉ ଫେର ଆମିଲ ତରକାରୀ ବନାଲି। ଏଇଟା ଚାଉଳ ବତୁରେଇଥିଲି ସନ୍ଧ୍ୟା ଟାଇମ୍ରେ। ଏଇଟା ଖାଇଲାଟା ନାଇଁ ଦେଖେ, ସନ୍ଧ୍ୟା ଟାଇମ୍ରେ ଏଇଟା ଆର ଦିନ ଲାଗି ଚାଉଳ ବତୁରେଇଥିଲି। ଆଉ ଅଟା ଚିଟକି ଦେଇଥିଲି ଟିକେ, ଏଇଟା ଆଗ ଥିଲା ଟିଫିନ୍ ଡବାରେ, ଆଉ ଟିକେ ଚିଟକି ଦେଇଥିଲି। ଏଇଟା କ୍ଷୀର ଗୋଟେ ଭାଲେ ବସେଇ ଦେଇଥିଲି। ଏଇଟା ଯେନ୍ କରିଥିଲି ପିଠା, ଏତ୍କି ଯେ ପିଠା ମଡ଼ା ଖାଇଦେମୁ। ଆଉ ପୁରୀ ଗୁଡ଼ାଦୁ ବନେଇଦେମି। ଆଉ ବାପାଙ୍କ ଲାଗି ତ ସବୁଦିନ ବନାଲେ ଯାଇ ରୁଟି, ତାଙ୍କର ସୁଗର ଯେନ୍ ବାହାରିଛେ ରୁଟି ଦେବାକେ ପଡ଼ୁଛେ। ସେଥିର୍ଲାଗି ଡେଲି ପୁରା 3 ଥର ରୁଟି ବନାଲେ ଯେ। ଏ ବର୍ତ ମଡ଼ା ଟିକେ ଉଗଲି ଯାଇଥିଲା। ଏଇଟା ଚନା ଚୁରାଲାଟା ଏଇଟା ଥିଲା। ଏଇଟା ରୁଟି କରିଲିନ। ଚନା ଆଲୁ ତରକାରୀ। ଆଜି ତ ପିଆଜ ଲସୁଣ କିଛି ଦେଇନାଇଁ ହୁଏ, ହେନ୍ତି ବନା ହବା। ସେତେବେଳେ ଆଲୁ ଝୁଲ କରିଦେଲେ ଭଲ ହବା ବୋଲି ଗ୍ରୀନ୍ ମଟର ଆଉ ଆଲୁ କରି ଏଇଟା ଝୁଲ କରିଥିଲି। ଦେଖୁନ୍ ଆମର ଦୁଆର ନେକ୍ସଟ ଡେ ର ଥିଲା। ଦୁଆର ଆମର କାଗଜି ଗଛ କେତେ ସୁନ୍ଦର ଦିଶୁଚେ, ପୁରା ଫୁଲ ମାନେ ଫୁଟିଛେ। ଏ ପାନି ଗରମ କରିଥିଲି ଗାଧୁଆର ଲାଗି। ଏଇଟା କନ୍ଦମୂଲ ସିଝେଇ ଦେଇଥିଲି ସକାଳୁ। ଆଉ ଏଇଟା କର୍ଣ୍ଣଟା ସିଝେଇ ଦେଇଥିଲି।
ପିଆଜ ପିଆଜ ଦେଇକି ତାହାକେ ଭାଜିକିରି ଫେର୍ ବନା ହେବା। ଏଇଟା ରୁଟି କଲି, ସବୁ ଟିକେ ଟିକେ କରିଦେଇଥିଲି। ତାପରେ ଏଇଟା ଥିଲା ମିଠା, ବିହାଘର ମାନକେ ଏଇଟା ମିଠା ମାନେ ଦେଇଥିଲେ, ସବୁ ଯାକ ଏଇଟା ଥିଲା। ଏଇଟା ପେଡ଼ା ଘିନିଥିଲେ, ସବୁ ଟିକେ ଟିକେ ଅଛି, ସବୁକେ ଏଇଟା ଖାଇ ଖୁଆ ଦମୁ ବୋଲି ସବୁ ଟିକେ ଟିକେ କରିଦେଇଥିଲି। ବନ୍ଧାକୋବି ଏଇଟା ବାହାର କରିଥିଲି ରାନ୍ଧବାର୍ ଲାଗି। ଆଉ କଲ୍ଲା ଭାଜମି, ପିଠଉ ବାଟିକି ରଖିଦେଇଛେଁ। ଏଇଟା ଅମୃତମୁଡ଼ା ସନ୍ତୁଳା କରାହେବା ବାପାର୍ ଲାଗି, ଖାଇବେ ସେ। ତାପରେ ଯାଇଥିଲୁ ଆମେ ଏଇଟା ଘେନି, କାଣା ଘିନି ଯାଇଥିଲୁ ଯେ ଆପଣମାନଙ୍କୁ ନେକ୍ସଟ ଭିଡ଼ିଓରେ କମେଣ୍ଟ କରିକି ଯଦି କମେଣ୍ଟ କରିବେ, ପଚରାବେ କାଣା ଘିନି ଯାଇଥିଲୁ ଯେ ତାପରେ ଦେଖାମି ମୁଇଁ ଆପଣମାନଙ୍କୁ। ତାପରେ ଏଇଟା ଆସିକରି ଏଇଟା ବନେଇଥିଲି ମୁଇଁ ସୁଜି ଉପମାର ଲାଗି। ଏଇଟା କାଟି ଦେଇଥିଲି ପରିବା। ସେଦିନ ଆଉ ନାଇଁ ଦେଖେ ଏଟା 3 ଦିନର ଭିଡ଼ିଓ ପୁରା ଜୁଡ଼ା ହେଇଛେ। ଯେନ୍ ଆମେ ସପିଂ କରି ଯାଇଥିଲୁ, ତାରପରେ ଆସିଲା ଆଉଥରେ ମୁଇଁ ନାଇଁ ଦେଖେ। ତାର ଆର ଦିନ ସକାଳଟା ଏଇଟା ମୁଇଁ ସୁଜି ଉପମା ଏଇଟା ବନଉଥିଲି। ସବୁବେଲେ ବନାବାର୍ ଲାଗି ବି ସୁବିଧା ଟିକେ ନାଇଁ ହେବାର୍କେ, କେତେବେଲେ ପାସରି ଦଉଛେଁ, କେତେବେଲେ ଏଇଟା ହଉଛେ। ଏଇଟା ମାଛ ଅନା ହେଇଥିଲା, ସକାଳୁ ସୁଜି ଉପମା କଲି, ବେଲାରେ ଏଇଟା ମାଛ ଅନା ହେଇଥିଲା। ମାଛ ଏଇଟା ବାହାରେ ଚୁଲିରେ ଛନା ହଉଛି। ତାପରେ ଇଏ କରୁଥିଲେ ଏଇଟା ଏକ୍ସରସାଇଜ। ଆମର ଡଗି ଆସିକିରି ଏଇଟା କରୁଥିଲା ଡିଷ୍ଟର୍ବ, ସେ ଶୁଇ ଦେଇଥିଲା ମୋ ସାନରେ, ଆଉ ଏଇଟା ଡିଷ୍ଟର୍ବ କରୁଥିଲା। ତାପରେ ଦେଖୁନ୍ ମୋର ଏଇଟା ହଳଦୀ ଶାଢ଼ୀ, କେନ୍କେ ଗଲେ ମୁଇଁ ହଳଦୀ ଶାଢ଼ୀ ପିନ୍ଧମି ଯେ ଆପଣ ମାନଙ୍କୁ କହିମି ଫେର୍ ପଛେ। ତାପରେ ଏଇଟା ସନ୍ଧ୍ୟାରେ ବସିଥିଲି ମୁଇଁ ବାରିଆଡ଼େ, ପୁରା ବାଦଲ ପାଗ କରୁଥିଲା, ବଢ଼ିଆ ଲାଗୁଥିଲା ପୁରା। ମୋର 12 ମାସି ଗଛ ଦେଖୁନ୍ କେତେ ଫୁଲ ଫୁଟିଛେ ପୁରା। ଏଇଟା ଆମର ରୋଜ ଗଛ, ଏଇଟା ଫୁଲ ମାନେ ଫୁଟିଲା ନ ଆସିବେ ଯେ ହନୁମାନ ମାନେ ତାହିରୁ ସବୁ ଫୁଲ ଯାକ ପତ୍ର ଯାକ ଏକାଥରକେ ଖାଇଦେବେ। ସପୁରୀ ଗଛ ଏଇଟା ଫଲି ବସଲାନ, ଏ 2-3 ମାସରେ ଫଲବା। ତାପରେ ଏଇଟା ମୁଇଁ ପକେଇଥିଲି ବରି, ତାର ଦିନ ଏଇଟା ପକେଇଥିଲି ବରି। ଆଜିରଟା ଏଇଟା, ଆଗଟା 2-3 ଦିନର ଏଟା ଜୁଡ଼ିଥିଲି, ସେ ଗୁରୁବାର ଦିନ ପୁରା ଗୁରୁବାର ଦିନ ଜୁଡ଼ିଥିଲି। ତାପରେ ଏଇଟା ଆଜିର ଭିଡ଼ିଓ। ପାତଲଘଣ୍ଟା ଖଟା ଏଇଟା କର୍ମି, ବରି ପକେଇକିରି ଆସିଲି ଗାଧି ପାଧି ଦେଇକିରି। ତାପରେ ଏଇଟା ପାତଲଘଣ୍ଟା ଖଟା, କଲ୍ଲା ଭଜା, ଆଉ ମୁଗ ଡାଲି, ଆଉ କାଣା କରିଥିଲି କି ଆର୍ ବନା ହେଇଥିଲା କୋବି ତରକାରୀ ଆଉ ବାଇଗଣ ଭର୍ତ୍ତା। ଏତ୍କି ଆଇଟମ୍ ଆଜି କରାହେଇଥିଲା। ମୁଇଁ ନାଇଁ ଦେଖେଇ ପାରି, ହେଟା ଖାଲି ପାତଲଘଣ୍ଟା ଖଟା ଆଉ କଲ୍ଲା ଭଜା ଦେଖେଇ ଦେଇଥିଲି। ବାକି ଯାକ ନାଇଁ ଦେଖେଇନୁ, ତନ୍ଦ୍ରା ହେଇକିରି ସବୁ ବନାଲି, ବରି ପକେଇକିରି ଆସିଲା ବେଳକେ ଡେରି ହେଇଗଲା। ଏଟା ସାଙ୍ଗେ ସାଙ୍ଗେ ସବୁଆଡ଼େ ବସେଇ ଦେଲି, ଇଣ୍ଡକ୍ସନରେ, ଚୁଲିରେ, ଗ୍ୟାସରେ ସବୁଆଡ଼େ ବସେଇ ବୁସା କରି ସାଙ୍ଗେ ସାଙ୍ଗେ ଏଟା କରିଦେନୁ। ତାପରେ ଦେଖୁନ୍ ପ୍ରଜାପତିଟେ କେନ୍ତା ଆମର 12 ମାସି ଗଛରେ ଉଡ଼ୁଛେ। ଦେଖୁନ୍ ଭିଡ଼ିଓ ଭଲ ଲାଗିଲେ ଟିକେ ଲାଇକ୍ କରିବେ। ତାପରେ ଆଗ୍କେ ବଢ଼ିଆ ବଢ଼ିଆ ଭିଡ଼ିଓ ମାନେ ଛାଡ଼୍ମି। ଇଥର ଗଲେ ସୁଟ୍ କର୍ମି, ସବୁଆଡ଼େ ପାସରି ପୁସରା ହେଇଯାଉଛେ ସୁଟ୍ କରି ନାଇଁ ପାର୍ବାର୍କେ। ଇଥର ଗଲେ ସୁଟ୍ କର୍ମି। ବାଏ।